ଆଜି ଚାଲନ୍ତୁ ଶୁଣିବା ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ଗୋଟେ କାହାଣୀ ମାଗୁଣୀର ଶଗଡ଼। ଖଲିକୋଟର 2 ଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି। କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି। ଏ ଖବର ରଖୁଛନ୍ତି ଗୃହ ପରିବାର ବା ସାଇ ପଡ଼ିଶାର ଲୋକ। କିନ୍ତୁ ଯେଉଁଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା। ଯିଏ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, ମାଗୁଣୀ ଚାଲିଗଲା? ଆହା, ବିଚରା ଚାଲିଗଲା। ମାଗୁଣୀ କିଏ? ଏକଥା ନିଶ୍ଚୟ ସେ ରାଜ୍ୟର ରାଜା ନୁହେଁ, ଏକଥା ସମସ୍ତେ କହିବେ। ସେ କର୍ମୀ ନୁହେଁ, ଏକଥା ସମସ୍ତେ ଜାଣନ୍ତି। ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ। ତା ବେକରେ କିଏ ଫୁଲମାଳ ଲମ୍ବାଇ ନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇ ଦେବା ଦରକାର ପଡ଼ିନାହିଁ। ଜନସମୁଦ୍ର ଭିତରେ କରତାଳି ଗହଳରେ ଭାଷଣ ଦେଇନାହିଁ। ସେ କେବଳ କରିଛି ଗୋଟେ କାମ, ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ ପଥରେ ଲଢ଼େଇ କରିଛି। ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ। ତଥାପି ମାଗୁଣୀର ମୃତ୍ୟୁ ଖବର ପାଇ ସମସ୍ତେ କହିଲେ, ଆହା, ବିଚରା ଚାଲିଗଲା। ଗଡ଼ରେ ପଚାରିଲେ ସମସ୍ତେ କହିବେ ମାଗୁଣୀ କିଏ। ଦୂର ଜଙ୍ଗଲ ତଳ ପଲ୍ଲୀ ଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ। ମାଗୁଣୀ ଖଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ। 2ଟା ବଳଦ ଆଉ ସେ, ଏଇ 3 ମିଶି ଗୋଟେ ସଂଘ ଗଢ଼ିଥିଲା, ଯାହାକି 2 ଲକ୍ଷ ଲୋକଙ୍କ ମନ ଛୁଇଁଗଲା। ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏ ଆଉ ସୂର୍ଯ୍ୟ ଅସ୍ତ ହୁଏ। ଘନଘୋର ବର୍ଷା ଦିନେ ଲୋକେ ସୂର୍ଯ୍ୟକୁ ନ ଦେଖି ମାଗୁଣୀକି ଦେଖି ଲୋକେ ବେଳ ଜାଣନ୍ତି। ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ାଘୋଡ଼ି ହୋଇ ଲୋକେ ବସିଥିବା ବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ 2ଟିକୁ ଶଗଡ଼ରେ ଯୋଡ଼ି ପାହାଡ଼ ତଳେ ଗୀତ ବୋଲି ଚାଲିଯାଏ। ଲୋକେ କହନ୍ତି ମାଗୁଣୀ ସେମାନଙ୍କର ଗୋଟେ ଘଣ୍ଟା। ବର୍ଷା ଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରାଦିନେ ଖରା ତାତି ଉଣା ହୋଇପାରେ, କିନ୍ତୁ ମାଗୁଣୀର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ। ସେ କହେ ରଜା ଘରେ ଯୋଡ଼ା ମୋଟର କାର ଅଛି ସତ, କିନ୍ତୁ ତାପରି ଇଞ୍ଜିନିୟର ନାହାନ୍ତି। ତା ଶଗଡ଼ ରଜାଘର ମୋଟରଠୁ ବଳେ। 12 ବର୍ଷର ଅତି ପରିଚିତ ସାଥୀ କାଳିଆ ଆଉ କସରୀ। ବଳଦ ଉପରେ ସେ ହାତ ମାରି ଆଉଁସି ଦେଲେ ତା ଗାଡ଼ିରେ ପକ୍ଷ ଦିଆ ହୁଏ। ଯେତେବେଳେ ସେ ଶଗଡ଼ ଉପରେ ହସି ଗୀତ ପଦେ ବୋଲିଦିଏ, ତାର ମୋଟର ଚାଲେ। ସେତେବେଳେ ଶ୍ୟାମଳ ତରୁ ପତ୍ର ତଳେ ଗିରି କନ୍ଦାର ଭିତରେ ପ୍ରତିଧ୍ୱନି ଉଠେ। ଅର୍ଦ୍ଧସୁପ୍ତ କୁକଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି। ପଲ୍ଲୀର ବୁଲା କୁକୁର ଦଳ ଚମକି ଉଠି ଗାଁରେ ଚହଳ ପକାଇ ଦିଅନ୍ତି। ଘଡ଼ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ। 50 ବର୍ଷର ମାଗୁଣୀ 12 ବର୍ଷର ସାଥୀ ବଳଦକୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ, 70-80 ବର୍ଷ ତଳର କାହାଣୀ ପରି ବହିଯାଏ। ସେ କହେ ଆଗେ ତା ନିଜ କଥା। ତାର କେବେ ବାପା ମା ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି 2 ଓଳି ପେଟ ପୂରାଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲି ଯାଇଥିଲା। ସେ ଗଢ଼ିଥିଲା ଗୋଟେ ସ୍ୱପ୍ନ ରାଜ୍ୟ। ସେ ରାଜ୍ୟରେ ଥିଲା ସେ ରାଜା। ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସାଇ ହସାଇ ନଚାଉଥିଲା। ତାର ଅଧର ତଳେ ସେ ଅମୃତ ପିଉଥିଲା। ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା। ତାର ନିଶ୍ୱାସରେ ସେ ସୁବାସ ବାରୁଥିଲା, ଆଉ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା। କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲା ନାହିଁ। ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେ ପାଖକୁ। ଏପାଖେ ଏ 2ଟି ବଳଦ ଗାଁରୁ ଷ୍ଟେସନକୁ, ଷ୍ଟେସନରୁ ଗାଁକୁ ଦିନକେ 2 ଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା। ଶଗଡ଼ ବୋହିଲା ବେଳେ ଏକଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ। ନିଜେ 2 ଟୋପା ଲୁହ ନିଜର ଚିରା କାନିରେ ପୋଛିଦିଏ। ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟିଏ ଗଳ୍ପ। ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ। ସେ କହେ ତା ଶଗଡ଼ରେ ନ ବସିଛି କିଏ? ବସିନଥିଲେ ବସିନଥିବେ ଖଲିକୋଟର ରାଜା। କିନ୍ତୁ ଦେବାନ କହ, ମ୍ୟାନେଜର କହ, ଓକିଲ କହ, ମହାଜନ କହ, ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ, ସମସ୍ତେ ବସିଛନ୍ତି ତା ଶଗଡ଼ରେ। ଏସବୁ କଥା କହିବା ବେଳେ ସେ ଏଡ଼େ ଉତ୍ସାହରେ କହେ ଯେ ବେଳେବେଳେ ବଳଦ 2ଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ। ଜାଣିପାରିଲେ କହେ, ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି। ମାଗୁଣୀର ଶଗଡ଼ ଆଉ ବଳଦ ଖଲିକୋଟର ଏକ ବିରାଟ ଇତିହାସ ନହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା। ସେ ଇତିହାସ କହେ ଶଗଡ଼ ରାଜ୍ୟର ସମସ୍ତଙ୍କୁ ଚିହ୍ନିଛି। କେତେ ବାଳ ବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି। କେତେ ସୁହାସିନୀ କୁଳାବଧୂ ବାପଘରୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି। ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦାରାଉଳ ଜେଲ୍ ଗଲା, ସେଦିନ ତା ଘରର ଛାଉଣି ମୁଣ୍ଡା ଆଦି ଏଇ ଶଗଡ଼ରେ ବୁହା ହୋଇ ଆସି ରାଜାଘର କଚେରୀ ଦୁଆରେ ଜମା ହୋଇଥିଲା। ଯେଉଁଦିନ ବେନ୍ଦାଳିଆ ଗାଁର ମଧୁରଥେ ନରହତ୍ୟା ଅପରାଧରେ ଧରା ହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ। ଏ ଗାଡ଼ିରେ ବସି ଓକିଲ ଆସି ରାଜାଘର ପକ୍ଷ ନେଇଛନ୍ତି। ଏ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚେରୀକି ଯାଇଛନ୍ତି।
ଏ ଗାଡ଼ି ସୁଖ ଦେଖିଛି, ଦୁଃଖ ଦେଖିଛି। ଲୁହ ବୋହି ଏ ଗାଡ଼ିର ଶୁଖିଲା ପଳାର ଗଦି ଓଦା ହୋଇଯାଇଛି। ହସରୋଳାରେ ଏ ଗାଡ଼ି କେତେ କମ୍ପିଛି। ଏଇସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଲାଏ, ମନ ହୁଏ ମାଗୁଣି ଗୋଟେ ଜୀବନ୍ତ ଇତିହାସ। ଏପରି 10-5ଟା ଇତିହାସକୁ ଏକାଠି କଲେ ଓଡ଼ିଶାର ଗୋଟେ କୋଣାର୍କ ତିଆରି ହୁଅନ୍ତା। ଦିନେ ମାଗୁଣି ଶୁଣିଲା ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ, କାରଣ ସିଂହଘର ଗୋଟାଏ ମୋଟର ବସ୍ ଆଣୁଛନ୍ତି। ଶୁଣିଲା ମାତ୍ରେ ସେ ହସି ହସି ଆକାଶ ଫଟାଇ ଦେଲା। କହିଲା, ମୋଟର ବସ୍? ତା କଣ ମୋ କାଳିଆ କସରାକୁ ଟପିଯିବ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି, ଲୋକେ କଣ ମୋ ଗାଡ଼ି ଛାଡ଼ି ସେଇ ଗାଡ଼ିକି ଯିବେ? ଏକଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିର କଲା ନାହିଁ। 2-4 ଦିନ ଗଲା। ଦେଖୁ ଦେଖୁ ଗଡ଼ରେ ମୋଟର ବସ୍ ପହଞ୍ଚିଲା। ଲୋକେ କହିଲେ, ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା। ଏକାବେଳକେ 20 ଜଣଙ୍କୁ ଧରି ଘଣ୍ଟାକେ 40 ମାଇଲ ଯିବ। ମାଗୁଣି କି ତାକୁ ବଳିଯିବ? କଥା ସତ। ଦୈତ୍ୟଦାନବ ପରି ଗଡ଼ରେ ମୋଟର ବସ୍ଟାକୁ ଦେଖି ମାଗୁଣିର ମନରେ ଛନକା ପଶିଗଲା। ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ। କିଏ କହୁଥିଲେ କଳ ଜିନିଷଠୁ ହାତ ଜିନିଷ ଭଲ। ତାହେଲେ ମୋଟର କଳଠୁ କଣ ମୋ ଶଗଡ଼ ଭଲ ନୁହେଁ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କଣ ମୋ ଦୁଃଖ ବୁଝିବେ ନାହିଁ? କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ। ଦରିଦ୍ରର ସାଥୀ ସେ, ଗରିବର ବନ୍ଧୁ ସେ। ସେ କଣ କହିବେ ମାଗୁଣି ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ? ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍ ଚାଲିଲା। ମାଗୁଣିର ଶଗଡ଼ ମଧ୍ୟ ଚାଲିଲା, କିନ୍ତୁ ବସ୍ ପୂର୍ଣ୍ଣ, ଶଗଡ଼ ଖାଲି। ମାଗୁଣି ଯେତେ ଆଗରୁ ରାତି ଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍ରେ। ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍ ମୁହଁକୁ। ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକ ଚାହିଁଲେ ବସ୍ ଆଡ଼କୁ। ଦିନ ଗଲା, 2 ଦିନ ଗଲା। ସେ 2 ଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା। ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା। ସେ 2 ଓଳିରେ ଥରେ ପିଇ ଆସୁଥିଲା। କ୍ରମେ 3 ଓଳି ଚୁଲି ଲାଗିଲା ନାହିଁ। କାଳିଆ କସରା ଛାତିହାଡ଼ ଦିଶିଲା। ସେମାନଙ୍କୁ ଧରି ଯେତେବେଳେ କାନ୍ଦିଲା, କିଏ କହିଲା ପାଗଳ, କିଏ କହିଲା ବାୟା। ତାପରେ ଯେଉଁଦିନ ମାଗୁଣିର କୁଡ଼ିଆ ଦୁଆର ଭାଙ୍ଗି ଗାଁ ଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ 5 ବାଡ଼ି ଖଣ୍ଡକ ଶୁଆଇ ଦେଇ ମାଗୁଣି ଆଖି ବୁଜି ଦେଇଛି। ମଶାଣିରେ ନିଆଁ ଜଳିଲା। ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ। ପୃଥିବୀର 2 ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ, ଆହା, ମାଗୁଣି ଚାଲିଗଲା। ଆପଣମାନେ ଶୁଣୁଥିଲେ ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ଗୋଟେ କାହାଣୀ, ମାଗୁଣିର ଶଗଡ଼।